ଭାରତର ସମସ୍ତ ହିନ୍ଦୁ ଆଉ ସନାତନୀ ଜାଣିବା ଦରକାର ଯେ ରାମାୟଣ ଏବଂ ମହାଭାରତରେ ଆମକୁ ଶିଖାଇ ଦିଆଯାଇଛି ଯେ ଯେଉଁମାନେ ମୂର୍ତ୍ତି ପୂଜାର ବିରୋଧ କରନ୍ତି, ଯେଉଁମାନେ ହୋମ ଯଜ୍ଞକୁ ବିରୋଧ କରନ୍ତି, ଯେଉଁମାନେ ସାଧୁ ସନ୍ଥ ମହାତ୍ମାଙ୍କୁ ବିରୋଧ କରନ୍ତି, ସେଇମାନେ ହେଉଛନ୍ତି ଏଇ ମନୁଷ୍ୟଖିଆ ଗାଈ ଗୋରୁଖିଆ ରାକ୍ଷସ। ସେଇମାନେ ହେଉଛନ୍ତି ରାକ୍ଷସ। ଆପଣମାନେ ରାକ୍ଷସକୁ ଜାଣିପାରୁନାହାନ୍ତି। ସଜାଗ ହେଇଯାଆନ୍ତୁ। ଯେ ମୂର୍ତ୍ତି ପୂଜା ବିରୋଧ କରିବ ତା ନାଁରେ କେସ୍ ଦାର କରନ୍ତୁ। ଯେ ମୂର୍ତ୍ତି ବା ସାଧୁସନ୍ଥ ମହାତ୍ମାକୁ ଯେ ଯଜ୍ଞକୁ ଯେଉଁମାନେ ବିରୋଧ କରନ୍ତି ତା ନାଁରେ ଏବଂ କି କହୁଛି ନା ତା କେସ୍ କରନ୍ତୁ ଏବଂ ଛାଡ଼ନ୍ତୁ ନାହିଁ। ସେଇମାନେ ହେଉଛନ୍ତି ରାକ୍ଷସ। ଆଜି ବି ଆମ ସମାଜରେ ଏଇ ମୁସଲମାନ ଏବଂ ଖ୍ରୀଷ୍ଟିଆନ ମାନେ ହେଉଛନ୍ତି ରାକ୍ଷସ। ଆମେ ଜାଣିବା ଦରକାର। ଯଦି ନ ସଜାଗ ହେବେ ତେବେ ଆନେବାଲା ପିଢ଼ି ହଇରାଣରେ ପଡ଼ିବେ। ଜୟ ଶ୍ରୀରାମ।